ହ୍ୟାଲୋ ସାଙ୍ଗମାନେ, ତ ଆମ ଅଫିସର ଦୁଇଟି ଯାକ ଓଲା ସ୍କୁଟର ଖରାପ ହେଇଯାଇଥିଲା। ତ ଆଜି ଯେହେତୁ କିଛି ସୁଟିଂ ନଥିଲା, ମୁଁ କହିଲି ଚାଲ, ତ ଆଜି ସ୍ଲଟ୍ ବୁକିଂ ହେଇଥିଲା, ଚାଲ ନେଇକି ପଳେଇ ଆସିବା। ତ ଯେହେତୁ ଧଳା ଓଲାଟା ହେଉଛି S1 Pro, କଳାଟା ହେଉଛି S1, ତ ଧଳା ଓଲାଟା ସେଇଟା ଷ୍ଟାର୍ଟ ହେଉନଥିଲା, ତା'ର କି ଖରାପ ହେଇଯାଇଥିଲା, ସରି ଷ୍ଟାର୍ଟ କିଟା। ଆଉ ତ କଳାଟା ଯେହେତୁ ଷ୍ଟାର୍ଟ ହେଉଥିଲା, ତାକୁ ଆମେ ରସି ଲଗେଇକି ଖରାରେ ବହୁତ ହଇରାଣ ହେଇକି ଭିଡ଼ିକି ନେବାକୁ ପଡ଼ିଲା। ତ ଆସିକି ଲୋକେସନ୍ରେ ପହଞ୍ଚିଗଲି। ଏଇଟା ହେଉଛି ଓଲାର ସର୍ଭିସ୍ ଏରିଆ, ଯେଉଁଟାକି ଟଙ୍କପାଣି ରୋଡ଼ ସାଇ ମନ୍ଦିର ପାଖାପାଖି ସେପଟ ଏରିଆରେ ଅଛି। ତ ଚାଲନ୍ତୁ ଭିତରକୁ ଯିବା ଆଉ ଏଣ୍ଟ୍ରି କରିଦେବା। ଦେଖିବା ଆଜି ହେଇପାରିବ କି ନାହିଁ, କେତେ ଦିନ ଲାଗିବ ସେ ଯାହା କହିବେ। ଦେଖୁଥିବେ କେତେ ସଂଖ୍ୟାରେ ସବୁ ଏଠି ଗାଡ଼ି ସବୁ ଥୁଆ ହେଇଛି। ଯେତେ ସବୁ ଗାଡ଼ି ଦେଖୁଛନ୍ତି, ଶହ ଶହ ଗାଡ଼ି ଭିତରେ ପୁରା ପେଣ୍ଡିଂ କରିକି ପଡ଼ିଛି। ଏତେ ମିସ୍ତ୍ରୀ ବର୍ତ୍ତମାନ ଲାଗିଛନ୍ତି ସବୁ ଗାଡ଼ି, କିନ୍ତୁ ତାପରେ ବି ଗୋଟେ ଦିନରେ ସେ କରିକି ଦେଇପାରୁନାହାନ୍ତି। ଭିତରେ ଦେଖୁଥିବେ କେତେ ସଂଖ୍ୟାରେ ସବୁ ଗାଡ଼ି ଥୁଆ ହେଇଛି। ଏଗୁଡ଼ା ସବୁ କେବେ ତିଆରି କରିବେ, କେବେ ତାଙ୍କୁ ଲୋକଙ୍କୁ ହ୍ୟାଣ୍ଡ ଓଭର୍ କରିବେ, ଭଗବାନ ଜାଣନ୍ତି। ଠିକ୍ ଅଛି, ତାଙ୍କର ସେ କେବେ ଦେଉଛନ୍ତି ଦିଅନ୍ତୁ। ଦେଖିବା ମୋ ଗାଡ଼ି 2 ଦିନ ଭାଇ ମୋତେ ପକେଇଦେଲେ, ଆମ ଗାଡ଼ି ଅଫିସ୍ ଗାଡ଼ି। ତ 2 ଦିନ ପରେ ମୁଁ ଆସିକି ବର୍ତ୍ତମାନ ପହଞ୍ଚିଛି। ଏବେ ଦେଖିବା ଗାଡ଼ି ପାଖକୁ ଯିବା। ମୁଁ ତ ଫୋନ୍ ରିସିଭ୍ କରିନଥିଲେ, ମୋତେ ଲାଗୁଛି ହେଇନଥିବ। ଦେଖନ୍ତୁ ଗାଡ଼ି ଏଯାଏ ହେଇନି, ତ ସୁଇଚ୍ ଯେଉଁ ଖରାପ ହେଇଯାଇଥିଲା, ସେ ସୁଇଚ୍ କିଛି ପକାଇ ନାହାନ୍ତି କି ଅଲଗା ଜିନିଷ ଯାହା ବି ପ୍ରୋବ୍ଲେମ୍ ଅଛି କିଛି କରିନାହାନ୍ତି। ତ ତାପରେ ମୁଁ ଏବେ ଦେଖିବା ମିସ୍ତ୍ରୀଙ୍କୁ ଡାକିବା ଯାଇକି। ତ ମିସ୍ତ୍ରୀ ଭାଇଙ୍କି ରିକ୍ୱେଷ୍ଟ କଲା ପରେ ସେ ସବୁ କାମ ଛାଡ଼ି, ଯେହେତୁ ମୁଁ କହିଲି ଯେ ଭାଇ 2 ଦିନ 3 ଦିନ ହେଇଗଲାଣି, ତ ଆସିକି ମୋ ଗାଡ଼ି ବର୍ତ୍ତମାନ ସଜାଡ଼ିବା ପାଇଁ ଲାଗି ପଡ଼ିଛନ୍ତି। ତ ତା'ର ଆଗ ବ୍ରେକ୍ ଖରାପ ହେଇଯାଇଥିଲା, ପଛ ବ୍ରେକ୍ ବି ଖରାପ ହେଇଯାଇଥିଲା, ତ ସେ ନୂଆ ସବୁ ପକାଇଲେ। ତ ଯେଉଁ ଷ୍ଟାର୍ଟ କି ହେଉନଥିଲା ସେଇଟା ବର୍ତ୍ତମାନ ଠିକ୍ କରିଦେଲେ, ବର୍ତ୍ତମାନ ନୂଆ କି ପକାଇକି। ତ ଗାଡ଼ି ବର୍ତ୍ତମାନ ମୋର କମ୍ପ୍ଲିଟ୍। ତ ପୁରୁଣା କଳା ଗାଡ଼ି ତା'ର S1 ଯେଉଁଟା, ସେଇଟା ତ ରେଡ଼ି ଦିନ ହିଁ ହେଇଯାଇଥିଲା। ତ ଏଇଟା ଯେହେତୁ ଟିକେ ଅଧିକ କାମ ଥିଲା, ୟାକୁ 2 ଦିନ 3 ଦିନ ପକାଇ ରଖିଥିଲେ, ବର୍ତ୍ତମାନ ଗାଡ଼ି ମୋର କମ୍ପ୍ଲିଟ୍। ଯେଉଁମାନେ ବି ମୋ ଭିଡ଼ିଓ ଦେଖୁଛନ୍ତି, ଯଦି ଆପଣଙ୍କ ଯଦି ଓଲା ସ୍କୁଟର ଅଛି, ତ ଆପଣ କେତେ ଖୁସି କି କ'ଣ ଅସୁବିଧା ଅଛି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।